ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ। ମୁଁ ବି ଉଠି ଯାଇଛି। ଉଠିକି ଗାଧା ପାଧା ହେଇ ମୋର ସବୁ କାମ ସରିଯାଇଛି। ମୁଁ ବି ଯିବି କିଚେନ ରେ ଜଲ୍ଦି ଜଲ୍ଦି କାମ ସରେଇଦେବି, କାହିଁକି ନା ଝିଅ ଉଠିଲେ ଜମା ମତେ କାମ କରେଇ ଦବ ନାଇଁ। ମୁଁ କିଚେନ ର କାମ ସରେଇକି ଗରମ ପାଣି କରିଦେଇଛି, ଗରମ ପାଣି ଟିକେ ପିଇ ଦେଇଛି। ଗରମ ପାଣି ପିଇ ସାରିକି ଏଠି ରୋଷେଇ ଷ୍ଟାର୍ଟ କରିବା ପାଇଁ ପଳେଇ ଆସିଛି। କାମ କରିଲା ବେଳେ ଆମ ଘରେ ଘର କଥା ମନେ ପଡିଯାଉଛି, କାହିଁକି ନା 6 ମାସ ହେଲା ଯାଇକି ଥିଲି। କିଛି ବି କାମ କରୁନଥିଲି, ବସିକି ଟିଭି ଦେଖୁଥିଲି, ମୋବାଇଲ ଦେଖୁଥିଲି। ଆଜି ଆସିକି କେତେ ସାରା କାମ କରିବା ପୁରା ପାଇଁ ଭାଜିକି ପଡୁଛି। ପଳେଇ ଆସିଲାଣି ଆମର ମା କଥା ଗରମ ମନେ କରିକି ପଡିଯାଉଛି। ଛାଣିଦେଲି। ଆମର ମା ଅଲଡ଼ି ଏତେ ମିଶେଇ କାମ ଟିକେ କରିବାର, ମୁଁ ତ ଜମା ବି ସାହାଯ୍ୟ ଆଳୁ ମଧ୍ୟ ଭାଜିଲି କରିବାର ତା ନାହିଁ। ଦେହରେ ଅଲଡ଼ି ପକେଇଲି। ଆମ ମା କେତେ କାମ ମୋତେ କରିବାର, ଲାଗେ ମତେ ବି ଜଲ୍ଦି ମୁଁ ନିଜେ ସିଝେଇଲେ ଯେତେବେଳେ କିନ୍ତୁ କରୁଛି ମତେ ସେଥିଲାଗି ମୁଁ ଫିଲ୍ ହଉଛି। ଅଲଡ଼ି ଟିକେ ଲେଟରେ ପକେଇଲି। ଏଇଠି ଝିଅ ଉଠି ଯାଇଛି, ଦେଖିପାରୁଥିବେ 8ଟା ହେଇଯାଇଛି। ଝିଅକୁ ମୁଁ ଏଠି ଧରିକି ବୁଝଉଛି, ଝିଅ ଭାତ ତ ବାଢ଼ି ଦେଇଛି, ବହୁତ ତରକାରୀ ପାଇଁ କାନ୍ଦୁଛି। ଆଳୁ ବି କାଟି ଦେଇଛି। ଗୋଟେ ମସଲା ପାଇଁ ରେଡ଼ି କରିଦେଇଛି, ପିଆଜ ଗୋଟେ, ରସୁଣ। ମୋତେ ନା ସବୁଠୁ ବେଶୀ କଷ୍ଟ କାମ ଲାଗେ ରସୁଣର ଚୋପା ଛଡ଼େଇବାଟା। ମୁଁ ତ କେବେ ବି ଛଡ଼ାଏନି। ଗୋଟା ମସଲା ନେଇଯାଇଛି, ଅଦା ବି ନେଇଯାଇଛି, ପୁରା ଭାଜି ପଳେଇ ଆସିଲାଣି। ଏବେ ଏଥିରେ ଛତୁ ଆଳୁ ପକେଇଦେବି। ମସଲା ମସଲି ସବୁ ବାଟି ଦେଇଛି, ଆଉ କିଛି ପକେଇବାର ନାହିଁ। ଏଇଟା ଟିକେ ଭାଜି ହେଲେ ପାଣି ଦେବି, ଗରମ ପାଣି ବସେଇଛି। ଏବେ ଛତୁ ଏଠି ମୁଁ ଚା ଟିକେ ବନେଇଛି, ମୋ ପାଇଁ ଚା ଟିକେ ପିଇବି। ସକାଳୁ ଟିକେ ଚା ନ ପିଇଲେ ଭଲ ଲାଗେନି। 10ଟା ହେଲାଣି ପାଖାପାଖି, ଆହୁରି ଚା ବି ପିଇ ନାହିଁ। ସବୁଦିନ ବି ଭିଡିଓ ବନେଇ ହଉନି, କାହିଁକି ନା ଝିଅ ଟିକେ ବହୁତ ବିଜାର କରୁଛି। ଏମିତି ବି ଟିକେ ଘରେ ବି ଟିକେ ପ୍ରୋବ୍ଲେମ ଚାଲିଛି, ସେଥିପାଇଁ ସବୁଦିନ ବି ଭିଡିଓ ଆସି ପାରୁନାହିଁ। ଏପଟେ ମୁଁ ରାତିରେ ରୁଟି ଥିଲା, ଭେଣ୍ଡି ଭଜା ରୁଟି ଖାଇ ଦେଇଛି। ଝିଅ ତ ହଁ ବେଶୀ ବିଜାର କରୁଛି। ଆଉ ଗୋଟେ ଭିଡିଓରେ ରହୁଛି, ବାଇ ବାଇ।